ଭିଡ଼ ଜାଗାରୁ ନିଜକୁ ସର୍ବଦା ଦୂରେଇ ରଖନ୍ତୁ। ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ଭିଡ଼ ଜୀବନର ସକାରାତ୍ମକ ଦୃଷ୍ଟିକୋଣକୁ ନଷ୍ଟ କରିଦିଏ। ଏଥିପାଇଁ ଭିଡ଼ ଭିତରେ ନୁହେଁ ବରଂ ଏକୁଟିଆରେ ନିଜ ବୁଦ୍ଧିକୁ ବ୍ୟବହାର କରନ୍ତୁ। ଆଉ ସବୁବେଳେ ଏହି କଥା ମନେ ରଖିଥିବେ ଯେ ବୁଦ୍ଧି ଦ୍ୱାରା ପଇସା ରୋଜଗାର କରି ହୁଏ, କିନ୍ତୁ ପଇସାରେ କେବେ ବୁଦ୍ଧି କିଣା ଯାଇପାରେ ନାହିଁ। ତେଣୁ କୁହାଯାଏ ନିଜର ବୁଦ୍ଧି ହିଁ ସବୁଠାରୁ ବଡ଼ ଧନ ହୋଇଥାଏ। ପାଣିରେ ପଡ଼ିଗଲେ କାହାର ମୃତ୍ୟୁ ହୁଏ ନାହିଁ। ପାଣି ତ ମିଛଟାରେ ବଦନାମ ହୁଏ। ମୃତ୍ୟୁ ସେତେବେଳେ ହୋଇଥାଏ ଯେତେବେଳେ କି ବ୍ୟକ୍ତିକୁ ପହଁରା ଆସିନଥାଏ। ଏହିପରି ଆମ ଜୀବନରେ ମଧ୍ୟ ଖରାପ ପରିସ୍ଥିତି ସମସ୍ୟା ବନି ନଥାଏ। ସମସ୍ୟା ତ ସେତେବେଳେ ବଡ଼ ହୋଇଥାଏ ଯେତେବେଳେ ମଣିଷ ସେ ପରିସ୍ଥିତି ସହ ଲଢ଼ି ପାରିନଥାଏ। ଏହି କାରଣରୁ ସବୁବେଳେ ପରିସ୍ଥିତିକୁ ବଦଳାଇବା ଅପେକ୍ଷା ଆଗ ନିଜକୁ ବଦଳାଇବା ଉଚିତ। ଭଗବାନ ସମସ୍ତଙ୍କୁ ଗୋଟିଏ ପ୍ରକାରର ମାଟିରେ ହିଁ ଗଢ଼ିଛନ୍ତି। କେବଳ ଫରକ ଏତିକି, କେହି ବାହାରୁ ସୁନ୍ଦର ତ କେହି ଭିତରୁ ସୁନ୍ଦର। ଏଥିପାଇଁ କୁହାଯାଏ ସୁନ୍ଦରତାକୁ ଚିହ୍ନିବା ଦେଖିବା ଲୋକର ହୋଇଥାଏ ଏବଂ ଠିକ୍ ଏହିପରି କୌଣସି ମଣିଷକୁ ଚିହ୍ନିବା ତାହାର ଅନୁଭବର ହୋଇଥାଏ। ଜୀବନର କଡ଼ା ସତ୍ୟ, ଜୀବନ ସେତେବେଳେ କଠିନ ହୋଇଯାଇଥାଏ ଯେତେବେଳେ ମଣିଷ ନିଜକୁ ନ ବଦଳାଇ ଆଖପାଖ ପରିବେଶକୁ ବଦଳାଇବା ପାଇଁ ଚେଷ୍ଟା କରିଥାଏ। ଏହି କାରଣରୁ ସବୁବେଳେ ପରିସ୍ଥିତିକୁ ବଦଳାଇବା ଅପେକ୍ଷା ଆଗ ନିଜକୁ ବଦଳାଇବା ଉଚିତ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି, ବୁଦ୍ଧି ବିଚାରୀ କଥା କେବଳ ଦୁଇଟି ଲୋକ ହିଁ କହିଥାନ୍ତି। ଯେଉଁ ବ୍ୟକ୍ତିର ବୟସ ଅଧିକ ହୋଇଥାଏ ଆଉ ଜଣେ ସିଏ ଯିଏକି କମ୍ ବୟସରୁ ବହୁତ ଖରାପ ପରିସ୍ଥିତିରେ ନିଜକୁ ସମ୍ଭାଳିଥାଏ। ଜୀବନରେ ନଇଁବା ସବୁଠାରୁ ଭଲ କଥା। ଏହା ନମ୍ରତାର ପରିଚୟ ହୋଇଥାଏ। କିନ୍ତୁ ଗୋଟିଏ କଥା ମନେ ରଖିଥିବେ, ଯେଉଁଠି ନିଜ ଆତ୍ମସମ୍ମାନ ହରାଇବାକୁ ପଡ଼ିଥାଏ ସେଠି ନିଜେ ହାରିବା ସହ ସମାନ। ସେଥିପାଇଁ ସବୁବେଳେ ନମ୍ରତା ପ୍ରକାଶ କରନ୍ତୁ, କିନ୍ତୁ ସୀମା ଭିତରେ। ନିଜ ଆତ୍ମସମ୍ମାନ ଉପରକୁ ଆଞ୍ଚ ଆସିବାକୁ ଦିଅନ୍ତୁ ନାହିଁ। ଜୀବନରେ ମଣିଷକୁ ଯଦି କେହି ଠିକ୍ ବାଟ ଦେଖାଇଥାଏ ତେବେ ସେ ହେଉଛି ନିଜର ଅନୁଭବ। ତେବେ ଏହି ଅନୁଭବ ଭଲ ବି ହୋଇପାରେ ଆଉ ଖରାପ ବି ହୋଇପାରେ। ଭଲ ଅନୁଭବ ଖୁସି ଆଣି ଦେଇଥାଏ ଆଉ ଖରାପ ଅନୁଭବ ଶିକ୍ଷା ଦେଇଥାଏ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି, ଯେଉଁଠି ଆଦର ନାହିଁ ସେଠି ଯିବା ଉଚିତ ନୁହେଁ। ଯିଏ କଥା ଶୁଣେ ନାହିଁ ତାକୁ ବୁଝାନ୍ତୁ ନାହିଁ। ଯାହା ହଜମ ହୁଏ ନାହିଁ ସେସବୁ ଖାଇବା ଅନୁଚିତ। ଯିଏ ସତ୍ୟ କହିଲେ ବିଶ୍ୱାସ କରେ ନାହିଁ ତାକୁ କେବେ ମନେଇବାକୁ ଚେଷ୍ଟା କରନ୍ତୁ ନାହିଁ। ଯଦି ଆପଣ ବାହାରକୁ ଯାଉଛନ୍ତି ଆଉ କିଛି ଶିଖିବାକୁ ଯାଉଛନ୍ତି ତେବେ ନିଜର ରାଗକୁ ଘରେ ଛାଡ଼ି ଯାଆନ୍ତୁ। କାହିଁକି ନା କ୍ରୋଧ କିଛି କ୍ଷଣ ପାଇଁ ଆସିଥାଏ କିନ୍ତୁ କ୍ଷତି ସାରା ଜୀବନର ହୋଇଯାଇଥାଏ। କ୍ରୋଧ ସମୟରେ କୁହାଯାଇଥିବା କଠୋର ଶବ୍ଦ ଏତେ ବିଷାକ୍ତ ହୋଇଥାଏ କି ଆପଣ ପୂର୍ବରୁ କରିଥିବା ସବୁ ସାହାଯ୍ୟ ଆଉ ଭଲ କାମକୁ ଗୋଟିଏ ମିନିଟରେ ଶେଷ କରିଦେଇଥାଏ। ଆଉ ହୋଇପାରେ ପୁରା ଜୀବନ କାଳ ପର୍ଯ୍ୟନ୍ତ ଥିବା ଆପଣଙ୍କ ସମ୍ପର୍କକୁ ମଧ୍ୟ ଉଜାଡ଼ି ଦେଇପାରେ।